ଖୋଜି ଖୋଜି ବ୍ରହ୍ମର ସତ୍ତାକୁ ପାଇଲେ ନାହିଁ। ବାପା ସିନା ରୂପ ନେଲେ ତା ନାଁ ନିରାକାର, ତାର ଆକାର ନାହିଁ, ତାକୁ ଖୋଜିଲେ ପାଇବି କେମିତି ପାଇବି? ସେ ସିନା ଆକାର ହେଲେ ମୁଁ ତା ପାଇବି, ଖୋଜିଲେ ପାଇଲନି ଗଲେ ମୁଁ ଯୋଉଠୁ ସୃଷ୍ଟି ହେଇଛି ପଦ୍ମ ମୂଳାଳରୁ କିଛି ଜଳ ଶୋଷଣ କଲେ ସୋ ପଦ୍ମ ଆଜ୍ଞା ବ୍ରହ୍ମର ନାଭି କମଳରୁ ବାହାରିଛି। ଏ ବ୍ରହ୍ମ ଶରୀରକୁ ନେଇ ବ୍ରହ୍ମାକମଣ୍ଡଳରେ ରଖିଲେ ନେବେ ତାଙ୍କ ପାଦ ଧୋଇବେ ବୋଲି ବ୍ରହ୍ମା ସ୍ଥିର କଲେ। ଗୋଟି ଗୋଟି କରି ସୁନ୍ଦର ଗାଲୁ ଗାଲୁ କରି ମୁଁ ଆଉ ସବୁ କୂଳେ କହିବି ସାରି କଥା। ପତ୍ର ପୁଷ୍ପ ଫଳ ତୟା ପତ୍ର ଆସିବ, ଫଳ ଆସିବ, ଫୁଲ ଆସିବ, ଜଳ ଆସିବ। ରଖିଦମିତା ପାଲା ଟିକେ ଓଷା ଘରେ ଭଲ କରି ଶୁଣ। ଆଜି ରାତିରେ ଶୋଇପାରିବନି ଭାଇ। ଆଜି ରାତି ପଇସା ତମକୁ ଭାବୁନି। ତାକୁ ବିଷ ପୁର ତାଙ୍କ ପଇସାରେ କାଲି ମଟର ଅଛି ଆମେ ଖାଇବା। ଖାଇବା ପାଇଁ କଣ କରେ ଏତେ ଅଭାବ ହେଲା? ଆମେ ଖାଇବାରେ ହାରିବୁନି କି କାମକୁ ପାରିବୁନି। ଏତେ ଗୁଡାଏ ଖାଦ୍ୟ ଭାଇ ମୋର ନେଇ ପରସିଲା, ପୁଣି ତୋର ଲୋଭ ପାଇଁ ତାଙ୍କ ପଇସାରେ ମଟନ ଆସିବ ସବୁ ଭୁଲ ଭାଲ କରୁଛ। ଯଦି ବ୍ରହ୍ମା ତାଙ୍କ ଝିଅକୁ ପୂଜିବା ପାଇଁ ଜଳ ଆଣି କମଣ୍ଡଳରୁ ରଖିଲେ ଗଙ୍ଗାର ଜଳ। ହେ ଜ୍ଞାନୀ ବୋଲି ଯେତିକି ମୋ ବାବା ପାରସିଛ ପାଲା ଭିତରେ କେଡ଼େ ସୁନ୍ଦର ଦର୍ଶନ। ଆମ ପାଇଁ ଆମ ଝିଅ ଆମ ବାପା ମା